जय हिंद। तो प्लस थ्री फास्ट सेमिस्टर इभीएस रे जो भी छात्र छात्री मैंने आगु तांकर परीक्षा देवाई जाउछंती तो तांका पई आजिर क्लास रे आउ गोटे आमे इम्पोर्टाट लॉन्ग क्वेश्चन टी नै आसछु जहाँकि आमर विषय रही जे मैनेजमेंट ऑफ डिजास्टर। तो से विषय डिजास्टर मैनेजमेंट रो से प्रश्नटी रही जो भारतर जातीय विपर्यय परिचालना संस्था ନ୍ୟାସନାଲ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ବା NDMA ସମ୍ବନ୍ଧରେ ବିଶଦ ଭାବେ ଆଲୋଚନା କର। ଯେଉଁ ଆମର ଭାରତୀୟର ଯେଉଁ ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା କରିବା ପାଇଁ ଆମ ଯେଉଁ NDMA ଅଛି ବା ନ୍ୟାସନାଲ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଅଛି ତ ତା ବିଷୟରେ ଆମେ ସମ୍ପୂର୍ଣ୍ଣ ତଥ୍ୟ ଆମକୁ ମାଗିଛି। ତେଣୁ ଏଇ ପ୍ରଶ୍ନଟି ଲଙ୍ଗ କ୍ୱେଶ୍ଚନ୍ ଟାଇପ୍ର ତୁମମାନଙ୍କର ପଡ଼ିବ। ନହେଲେ ଯଦି ନ ପଢ଼ୁଛୁ ବି ତୁମମାନେ ନିଶ୍ଚିତ ରୂପେ ତୁମେ ତାକୁ 2 ମାର୍କିଆ କି 3 ମାର୍କିଆ ପ୍ରଶ୍ନରେ ପାଇବ। ତ ଏଇ ପ୍ରଶ୍ନଟି ସମସ୍ତଙ୍କ ପାଇଁ ଇମ୍ପୋର୍ଟାଣ୍ଟ। ଯେଉଁ ବି ଛାତ୍ରଛାତ୍ରୀମାନେ ଆଜିର ଟପିକ୍ ଉପରେ ଆଗ୍ରହୀ ଥିବେ ତ ସେମାନେ ନିଶ୍ଚିତ ରୂପେ ଆଜିର କ୍ଲାସ୍ଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଥରେ ଦେଖନ୍ତୁ, ଯାହାଫଳରେ ସମଗ୍ର ଟପିକ୍ରେ ଯାହା ଅଛି ସେମାନେ ସବୁକିଛି ବୁଝିପାରିବେ। ଠିକ୍ ଅଛି, ଦେଖ ତ ପ୍ରଥମେ ଆମକୁ ତା ବିଷୟରେ କିଛି ଇଣ୍ଟ୍ରୋଡକ୍ସନ୍ ଲେଖିବା ପାଇଁ ପଡ଼ିବ ଯେ NDMA କ'ଣ। ତ କିଛି ତାପରେ ଏମିତି ତାକୁ ବୁଝେଇ ଲେଖିବା ପାଇଁ ପଡ଼ିବ। ସମଗ୍ର ବିଶ୍ୱ ସ୍ତରରେ ବିପର୍ଯ୍ୟୟକୁ 2 ଭାଗରେ ବିଭକ୍ତ କରାଯାଇପାରେ। ଯେତେବେଳେ କୌଣସି ପ୍ରାକ୍ ସୂଚନା ବିନା ପରିବେଶ ଓ ପ୍ରକୃତିର ଅକସ୍ମାତ ପରିବର୍ତ୍ତନ ଘଟି ସ୍ୱାଭାବିକ ଜୀବନଯାତ୍ରା ଧ୍ୱସ୍ତ ବିଧ୍ୱସ୍ତ କରିଥାଏ ତାହାକୁ କୁହାଯାଏ ପ୍ରାକୃତିକ ବିପର୍ଯ୍ୟୟ। ଯେମିତିକା କୌଣସି ପ୍ରାକ୍ ସୂଚନା, ଏବେ ତ ଆମେ ଆମର ବାତ୍ୟା ହେଉ, ବାତ୍ୟାର ତ ବର୍ତ୍ତମାନ ଆମେ ପ୍ରାକ୍ ସୂଚନା ପାଇପାରୁଛୁ 8-10 ଦିନ ଆଗରୁ, କିନ୍ତୁ ଭୂମିକମ୍ପର ବର୍ତ୍ତମାନ ସୁଦ୍ଧା ଆମେ ପ୍ରାକ୍ ସୂଚନା ପାଇପାରୁନୁ। ତ ସେସବୁ ମଧ୍ୟ ଦେଇଛି ବନ୍ୟା, ବାତ୍ୟା, ଭୂମିକମ୍ପ, ଭୂସ୍ଖଳନ, ଅଗ୍ନେୟ ଉଦ୍ଗୀରଣ, ସୁନାମି। ତ ଏହିସବୁ ହେଉଛୁ ତ ବିଭିନ୍ନ ବିପର୍ଯ୍ୟୟ ଅଟେ। ସେହିପରି ମନୁଷ୍ୟକୃତ ଅସାବଧାନତା ଯୋଗୁଁ ବିପର୍ଯ୍ୟୟକୁ ମନୁଷ୍ୟକୃତ ବିପର୍ଯ୍ୟୟ ବୋଲି କୁହାଯାଏ। ଯେମିତିକା ଅଗ୍ନିକାଣ୍ଡ, ଆତଙ୍କବାଦୀ, ଆଣବିକ ବିସ୍ଫୋରଣ, ପରିବେଶ ପ୍ରଦୂଷଣ, ଅଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ ଆଦି ଏଗୁଡ଼ା ସବୁ ହେଉଛି କ'ଣ ନା ଏସବୁ ହେଉଛି କୃତ୍ରିମ ବିପର୍ଯ୍ୟୟ ଅଟେ। ତେଣୁ ଆମେ ବର୍ତ୍ତମାନ ଏଇ ଇଣ୍ଟ୍ରୋଡକ୍ସନ୍ରେ ବୁଝିଲୁ ଯେ ବିପର୍ଯ୍ୟୟ କ'ଣ। ଆମେ ବିପର୍ଯ୍ୟୟକୁ ବୁଝିଲୁ। ବିପର୍ଯ୍ୟୟ ଯେଉଁ 2 ପ୍ରକାର, ଗୋଟେ ଅଛି ପ୍ରଥମେ ପଢ଼ିଲୁ ଆମେ ଯେଉଁ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଗୋଟେ ହେଉଛି ମନୁଷ୍ୟକୃତ ବିପର୍ଯ୍ୟୟ, ତାକୁ ଜାଣିଲୁ। ବର୍ତ୍ତମାନ ଆମେ ଜାଣିବା ଯେ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ଗଠନ ବା NDMAର ଗଠନ କ'ଣ। ଦେଖ ତ ଗଠନର ଆବଶ୍ୟକତା କ'ଣ ନା ଆବଶ୍ୟକତା ନିଶ୍ଚିତ ରୂପେ ଅଛି। କ'ଣ ଅଛି ଦେଖ ଯେ ଭାରତବର୍ଷରେ ଉଭୟ ପ୍ରାକୃତିକ ଓ ମନୁଷ୍ୟକୃତ ବିପର୍ଯ୍ୟୟ କବଳରୁ ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ ସର୍ବପ୍ରଥମେ 1989 ମସିହାରେ ଭାରତ ସରକାରଙ୍କର ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠିତ ହୋଇଥିଲା ଏବଂ 2001 ଗୁଜରାଟରେ ସଂଗଠିତ ପ୍ରଳୟଙ୍କାରୀ ଭୂମିକମ୍ପ ଘଟିଥିଲା। ତ ସିଏ ସେଇଠୁ ତାଙ୍କର ସୃଷ୍ଟି ହୋଇଛି, ଯାହାକି ସେମାନେ ସବୁ କଥା ବୁଝାବୁଝି କରନ୍ତି ଯେ କେମିତି କ'ଣ ତାକୁ ମ୍ୟାନେଜମେଣ୍ଟ କରାଯାଇପାରିବ। ତାପରେ ଆଉ ଗୋଟେ ଆମକୁ ପଏଣ୍ଟରେ ଲେଖିଛି ଯେ ପଞ୍ଚବାର୍ଷିକ ଯୋଜନା ସାମିଲ। ତ ପଞ୍ଚବାର୍ଷିକ ଯୋଜନା କ'ଣ ଦେଖିବା। ଭାରତର 2012 ମସିହାରେ ସଂଗଠିତ 19ତମ ପଞ୍ଚବାର୍ଷିକ ଯୋଜନା କାଳରେ ଭାରତୀୟ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଗଠନ ଓ କାର୍ଯ୍ୟକାରିତା ନେଇ ଅନୁମୋଦନ ସହ ସ୍ଥାନ ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟ 2012 ମସିହାରେ 12ତମ ପଞ୍ଚମ ବାର୍ଷିକ ଯୋଜନା କାଳରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ନିମନ୍ତେ ଆବଶ୍ୟକ ଥୟ ବ୍ୟବସ୍ଥା କରିବା ପାଇଁ ମଧ୍ୟ ସ୍ଥିରୀକୃତ ହୋଇଥିଲା। ଆମର ଯେଉଁ ପଞ୍ଚବାର୍ଷିକ ଯୋଜନା ଯେଉଁ ହୁଏ ଭାରତର ଯେଉଁ, ତ ସେଠି ଏଇ ବିଲ୍ଟା ପାସ୍ ହେଇଥିଲା। ତ ସେମାନଙ୍କୁ ଲାଗିଲା ଯେ ନାହିଁ ତାଙ୍କୁ ଏମିତି ଦରକାର, ତ ସେମାନେ ଗୋଟେ କ'ଣ କଲେ ନା ଯେଉଁ ଆମର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଗୋଟେ ଗଠନ କଲେ। ତାପରେ ଦେଖିବା ବର୍ତ୍ତମାନ ଆମେ ତାଙ୍କର ସଦସ୍ୟ କେଉଁମାନେ ସେଠି ଅଛନ୍ତି। ଦେଖିବା ଯେ ଭାରତର ପ୍ରଧାନମନ୍ତ୍ରୀ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ଅଧ୍ୟକ୍ଷ ଥିବାବେଳେ ଅନ୍ୟ 9 ଜଣ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ କେନ୍ଦ୍ରମନ୍ତ୍ରୀ ଏହାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରନ୍ତି। ତ ଏଇଠି ଆମେ ଗୋଟେ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ପାଇଗଲୁ ଯେ ଆମର NDMA, ଠିକ୍ ଅଛି, NDMAର ଅଧ୍ୟକ୍ଷ କିଏ ହୋଇଥାନ୍ତି। ଅଧ୍ୟକ୍ଷ କିଏ ନା ସେଠିରେ ଥିବା ତତ୍କାଳୀନ କିଏ ପ୍ରଧାନମନ୍ତ୍ରୀ ହେବେ। ତାପରେ ଦେଖିବା ଯେ ପ୍ରତିଷ୍ଠିତ ବର୍ଷ ଏଠି ଗୋଟେ ସର୍ଟ କ୍ୱେଶ୍ଚନ୍ ଆମେ ପାଇଲୁ ଯେ ଭାରତ ସରକାର 2005 ଡିସେମ୍ବର 23 ତାରିଖରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଏକ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଗଠନ ପାଇଁ ନିଷ୍ପତ୍ତି ନେଇଥିଲେ, ଯାହାର ଫଳସ୍ୱରୂପ 2006 ମସିହା ସେପ୍ଟେମ୍ବର 27 ତାରିଖରେ ଏଟା ପ୍ରତିଷ୍ଠା ହୋଇଥିଲା। ତାହେଲେ ଦେଖ 2005 ଡିସେମ୍ବର 23 ତାର ପ୍ରତିଷ୍ଠା ଦିବସ ନୁହେଁ,
ସେଦିନ ସରକାର ଚିନ୍ତା କଲେ ଯେ ଆମେ କିଛି ଗୋଟେ କରିବା ଦରକାର ବା ତା ପାଇଁ ପ୍ରସ୍ତାବ ଦେଲେ। ତେଣୁ ତାକୁ ପୁରାପୁରି ସରକାରୀ ଭାବେ କାର୍ଯ୍ୟକାରୀ କେବେଠୁ ହେଲା ନା 2006 ମସିହା ସେପ୍ଟେମ୍ବର ମାସ 27 ତାରିଖ। କ'ଣ ଆମର NDMA ବା ନ୍ୟାସନାଲ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି। ତ ଏଠି ଆମେ ସର୍ଟ କ୍ୱେଶ୍ଚନ୍ ପାଇଲୁ। ତାପରେ ଆଉ ଗୋଟେ ପଏଣ୍ଟ ଦେଖିବା ଯେ ଦେଖ ଜାତୀୟ ବିପର୍ଯ୍ୟୟ ପରିଚାଳନା ନୀତି ନିର୍ଦ୍ଧାରଣ। ତ ଏହି ସଂସ୍ଥା କ'ଣ କରେ ନା ସମଗ୍ର ଦେଶରେ ହେଉଥିବା ପ୍ରାକୃତିକ ଓ ମନୁଷ୍ୟକୃତ ବିପର୍ଯ୍ୟୟ ଗୁଡ଼ିକୁ ପରିଚାଳନା ନିମନ୍ତେ ନୀତିମାନ ନିର୍ଦ୍ଧାରିତ କରିଥାଏ। ତାର ନୀତିମାନ ସିଏ ଦେଇଥାଏ। ଠିକ୍ ଅଛି। ତାପରେ ଦେଖିବା ଦେଖ କ'ଣ ଦେଇଛି। ହଁ ଜାତୀୟ ନୀତିମାନ। ତାପରେ ଜାତୀୟ ନୀତି ଅନୁମୋଦନ। ଜାତୀୟ ନୀତି ଅନୁମୋଦନ କ'ଣ? ଏହି ସଂସ୍ଥା ଦେଶର ସମସ୍ତ ବିଭାଗରେ ବିପର୍ଯ୍ୟୟ ପରିଚାଳନା କରିବା ପାଇଁ ଜାତୀୟ ନୀତି ପ୍ରୟୋଗ କରି ତାହାର ଅନୁମୋଦନ କରିଥାଏ ଏବଂ ସେ ସଂକ୍ରାନ୍ତୀୟ ରିପୋର୍ଟ ସିଏ କେନ୍ଦ୍ର ସରକାରକୁ ଦେଇଥାଏ। ମନ୍ତ୍ରୀସ୍ତରୀୟ ନୀତିର ଅନୁମୋଦନ। ତ ଏହି ସଂସ୍ଥାରେ ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ମନ୍ତ୍ରୀସ୍ତରୀୟ ନୀତିର ଅନୁଦାନ ହୋଇଥାଏ। ତାପରେ 4 ନମ୍ବର ପଏଣ୍ଟ ଦେଇଛି ଦେଖ ଯେ ଏଠି କ'ଣ ହେଇଥାଏ ନା ରାଜ୍ୟ ବିପର୍ଯ୍ୟୟ ନୀତିର ଅନୁମୋଦନ ମଧ୍ୟ ହୋଇଥାଏ। ତ ଏଠି ରାଜ୍ୟ ବିପର୍ଯ୍ୟୟ ନୀତି ଅନୁମୋଦନ କ'ଣ ଦେଖିବା ଯେ ଏହି ସଂସ୍ଥା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉଦ୍ଧାର କରିବା ପ୍ରଣାଳୀ, ପ୍ରଶିକ୍ଷଣ ପ୍ରଣାଳୀ ଆଉ ବ୍ୟବସ୍ଥା ଇତ୍ୟାଦିକୁ ଅନୁମୋଦନ ଦେଇଥାଏ। ତମାନେ ଯେମିତିକି ଆମର କୌଣସି ବାତ୍ୟା ବେଳେ ଆମ ସବୁ IMD ହଉ, IMD ତ ଆମର ରହିଲା ପାଣିପାଗ ବିଶେଷରେ, ଯେଉଁ NDRF ହଉ, ODRAF ହଉ, ସେସବୁ ସେଣ୍ଟ୍ରାଲରେ ତାଙ୍କର ଟିମ୍ ସବୁ ବି ଆସନ୍ତି ଆମ ପାଇଁ। 5 ନମ୍ବର ଦେଖିବା ଦେଖ ଯେ ବିପର୍ଯ୍ୟୟ ଲଘୁକରଣ ପାଇଁ କର୍ମଚାରୀ ନିଯୁକ୍ତି। ତ ତେଣୁ ତାଙ୍କୁ ସେ ନିଯୁକ୍ତି ଦେବ। ତ ନିଯୁକ୍ତି ଦେଲା ମାନେ ତାଙ୍କର ଦରମା କଥା ବୁଝିବ, ତାଙ୍କର ପେନସନ୍ କଥା ବୁଝିବ। ସେ ସବୁ ଖର୍ଚ୍ଚ ଭାର ଆମର ଜାତୀୟ ସରକାରଙ୍କୁ ପ୍ରଦାନ କରିଥାଏ। ତାପରେ ଦେଇଛି ଦେଖ ଆମର ବିଦେଶୀ ରାଷ୍ଟ୍ରର ବିପର୍ଯ୍ୟୟ ସମୟ ସହାୟତା। ଠିକ୍ ଅଛି। ତ ଏହି ସଂସ୍ଥା କେନ୍ଦ୍ର ସରକାର ନିର୍ଦ୍ଦେଶ ମତେ ବିଦେଶୀ ରାଷ୍ଟ୍ରମାନଙ୍କର କୌଣସି ଧରଣର ବିପର୍ଯ୍ୟୟ ସୃଷ୍ଟି ହେଲେ ତାହାର ସମାଧାନ, ଉଦ୍ଧାର, ରିଲିଫ୍ ବଣ୍ଟନ, ଗଛ କାଟି ସଫା କରିବା ଇତ୍ୟାଦି ସାହାଯ୍ୟ ଯୋଗାଇଥାଏ। ତ ଏଇ ସଂସ୍ଥା ମାନେ ଆମର ନ୍ୟାସନାଲ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ସେ କ'ଣ କରିଥାଏ ନା ଆମ ଦେଶ ସହିତ ଯଦି କୌଣସି ବାହାର ଦେଶରେ ଯଦି କିଛି ପ୍ରାକୃତିକ ବା କିଛି ମନୁଷ୍ୟକୃତ ବିପର୍ଯ୍ୟୟ ଘଟୁଛି ତ ସେ ସେଠିକି ମଧ୍ୟ ଯାଇକି ତାଙ୍କୁ ସାହାଯ୍ୟ କରିଥାଏ। ତାପରେ ଦେଖିବା କ'ଣ ଯେ ବିଭିନ୍ନ ସହଯୋଗୀ ମାଧ୍ୟମ ସହ ସମ୍ପର୍କ ରଖିଥାଏ। ତ ବିଭିନ୍ନ ସହଯୋଗୀ ମାନେ କ'ଣ ନା ଏହି ସଂସ୍ଥା ଆନ୍ତର୍ଜାତୀୟ, ଜାତୀୟ, ଆଞ୍ଚଳିକ ସ୍ତରରେ ରହିଥିବା ବିଭିନ୍ନ ସଂଗଠନ, ଗୋଷ୍ଠୀ, ସ୍ୱେଚ୍ଛାସେବୀ ସେବା ଯେମିତି ଆମର ଅନେକ ସାରା NGO ସଂସ୍ଥା ହେଉଛୁ, ତ ବହୁତ ପ୍ରକାର ସଂସ୍ଥା ଅଛନ୍ତି ଯେଉଁମାନେ ସାହାଯ୍ୟ ପାଇଁ ଆସନ୍ତି ବନ୍ୟା ବାତ୍ୟା ସମୟରେ ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ। ତ ଇଏ ସେମାନଙ୍କ ମଧ୍ୟରେ ମଧ୍ୟ ସମ୍ପର୍କ ହାତ ମିଳେଇକି ସମ୍ପର୍କ ରକ୍ଷା କରିଥାଏ, ଯାହାଫଳରେ ସମସ୍ତଙ୍କର ଆମର ତ ଗୋଟିଏ ଲକ୍ଷ୍ୟ ଥାଏ କ'ଣ ଯେ ସମସ୍ତଙ୍କୁ ବିପର୍ଯ୍ୟୟରୁ ଉଦ୍ଧାର କରିବା, ଯାହାଫଳରେ ଏଇ କାମଟା ସୁରୁଖୁରୁରେ ହୋଇଥାଏ। ତ ଇଏ ଥିଲା ପ୍ରଶ୍ନ ଆମର NDMA ପ୍ରଶ୍ନ। ଠିକ୍ ଅଛି। NDMA ବା ଯେଉଁ ଆମେ କହୁଛୁ ଯେ ନ୍ୟାସନାଲ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ବିଷୟରେ ପ୍ରଶ୍ନ। ତ ଆଉ ଗୋଟେ ପ୍ରଶ୍ନ ଅଛି 5 ନମ୍ବର ପ୍ରଶ୍ନ ଦେଖ ଯେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ସମ୍ବନ୍ଧରେ ବିଶଦ ଭାବେ ଆଲୋଚନା କର। ତ ଇଏ ତ ଆମେ ପଢ଼ିଲେ ଭାରତର। ତ ଓଡ଼ିଶାର ଦେଖ କେମିତି ଓଡ଼ିଶାର ବି ରହିବ, ସେମ୍ ରହିବ। ଜଷ୍ଟ ଖାଲି ବୁଝିବା ଦେଖ ଯେ ଭାରତର କେନ୍ଦ୍ରୀୟ ସ୍ତରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପ୍ରତିଷ୍ଠିତ ହେବା ପରି ଓଡ଼ିଶା ରାଜ୍ୟରେ 1989 ତ ସେଠି ବି ଥିଲା 1989 ମସିହାରେ ସଂଗଠିତ 1989 ମହାବାତ୍ୟା ଓଡ଼ିଶାରେ 1999କୁ ସେ 1989 ହୋଇଥାଏ, ଯୋଗ ପ୍ରାୟ 10,000 ବ୍ୟକ୍ତିବିଶେଷ ମୃତ୍ୟୁ ଗଠନ କରିଥିବାରୁ ଏହାର ମୁକାବିଲା ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ନିମନ୍ତେ ଓଡ଼ିଶା ସରକାର ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଗଠନ 1999 ମସିହା 28 ଡିସେମ୍ବରରେ କରିଥିଲେ, ଯାହାର ହେଡ଼କ୍ୱାର୍ଟର ଏହାର ରାଜଧାନୀ ଭୁବନେଶ୍ୱର ସ୍ଥିତ ରାଜଭବନ ୟୁନିଟ୍ 5ରେ ଅବସ୍ଥିତ। ଠିକ୍ ଅଛି। ତ ୟୁନିଟ୍ 5ରେ ଅବସ୍ଥିତ। ତାପରେ ଦେଖିବା ଯେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ଗଠନ। ତ ସେଠି କେମିତିକା ତାଙ୍କର ହେଇଛି ଦେଖିବା। ଯେମିତି ଆମେ ପଢ଼ିଲୁ ଯେ ଏଠାର ସଦସ୍ୟ ଆମର ଯେଉଁ ଭାରତ ଯେଉଁ ନ୍ୟାସନାଲ୍ ଡିଜାଷ୍ଟର ମ୍ୟାନେଜମେଣ୍ଟରେ ଆମର ଯିଏ ଅଧ୍ୟକ୍ଷ ଥିଲେ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ। ତ ସେମିତିକା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ସଂସ୍ଥାର ଅଧ୍ୟକ୍ଷ ରହିଥିବା ବେଳେ ରାଜସ୍ୱ ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ଏହାର ଉପାଧ୍ୟକ୍ଷ ଭାବେ ନିଯୁକ୍ତି
ଦାୟିତ୍ୱ ନିର୍ବାହ କରନ୍ତି। ଏତଦ୍ୱାରା ଅର୍ଥମନ୍ତ୍ରୀ, କୃଷିମନ୍ତ୍ରୀ, ଉନ୍ନୟନ ମନ୍ତ୍ରୀ, ଗୃହ ବିଭାଗର ସମ୍ପାଦକ, ଜଳୀୟ ବିଭାଗର ସମ୍ପାଦକ, ସ୍ୱତନ୍ତ୍ର ରିଲିଫ କମିଶନର, ରାଜସ୍ୱ ପରିଚାଳନା ସମ୍ପାଦକ, ତ ସେ ସମସ୍ତେ ଏଠାରେ କ'ଣ କରନ୍ତି ନା ଏଠାରେ ଏଠି ଅଧିକାରୀ ରୂପେ ସେମାନେ କ'ଣ କରନ୍ତି ନା ସେମାନେ ତାଙ୍କର ସଦସ୍ୟ ରହିଥାନ୍ତି। ଆଉ ଯେଉଁ ମୁଖ୍ୟ ଶାସନ ସଚିବ ଆମର ଥାନ୍ତି, ତ ସେ ମୁଖ୍ୟ ଶାସନ ସଚିବ ଏଠିକାର ସେ କାର୍ଯ୍ୟନିର୍ବାହୀ ଅଧିକାରୀ। ଦେଖିବ ସେ ଯେତେବେଳେ ଆମର ବାତ୍ୟା ସମୟରେ ସବୁବେଳେ ଅପଡେଟ୍ ଆସିକି ଦେଉଥିବେ, SRC ଦେଉଥିବେ, ଠିକ୍ ଅଛି, ଆଉ ଆମର ମୁଖ୍ୟ ଶାସନ ସଚିବ ଦେଉଥିବେ। ତାପରେ ଏହାର ଗଠନ, ତ ଏହା କେମିତି ଗଠନ ହେଇଥିଲା, ମାନେ ରାଜ୍ୟ ଯେଉଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ଗଠନଟା କେମିତି ହେଇଥିଲା ନା ଏହି ସଂସ୍ଥା ମୁଖ୍ୟତଃ 3ଟି ବିଭାଗକୁ ନେଇ ଗଠିତ ହୋଇଥିଲା। ସେଗୁଡ଼ିକ ହେଲା ବିପର୍ଯ୍ୟୟ ପରିଚାଳନା ବିଭାଗ, ପ୍ରକଳ୍ପ ବିଭାଗ ଓ ଅର୍ଥ ବିଭାଗ। ତାପରେ କାର୍ଯ୍ୟ ଓ ଉତ୍ତରଦାୟିତ୍ୱ ବିଷୟରେ ତୁମମାନେ ଦେଖ କ'ଣ ଦେଇଛି, ଯେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ମୁଖ୍ୟ ଦାୟିତ୍ୱ ହେଉଛି ରାଜ୍ୟରେ ଦେଖାଉଥିବା ବିଭିନ୍ନ ବିପର୍ଯ୍ୟୟ ମାନଙ୍କର ଲଘୁକରଣ କରିବା, ବିପର୍ଯ୍ୟୟକୁ ଏଡ଼ାଇବା ପାଇଁ ଏହା ମକ୍ ଡ୍ରିଲ୍, ବିଭିନ୍ନ ଲଘୁକରଣ କାର୍ଯ୍ୟକଳାପ ସହିତ ବିପର୍ଯ୍ୟୟ ହେବାକୁ ଥିବା ଦୁର୍ବଳ ଅଞ୍ଚଳ ସ୍ଥାନ ତ୍ୟାଗ କରିବାକୁ ଘୋଷଣା କରିଥାଏ। ତ ଯେମିତି ମକ୍ ଡ୍ରିଲ୍ କରେ, ବିଭିନ୍ନ ଯେମିତିକି ଆମର ଗାଁକୁ ଆସିକି ପଞ୍ଚାୟତକୁ ଆସିକି ଲୋକମାନଙ୍କୁ ସଚେତନ କରେ, ଏଥିସହିତ ଯେଉଁଗୁଡ଼ା ସବୁ ଦୁର୍ବଳ ଅଞ୍ଚଳ ବା ଯେଉଁ ଅଞ୍ଚଳରେ ବେଶୀ କ୍ଷତି ହେବାର ସମ୍ଭାବ୍ୟତା ଥାଏ, ଧରାଯାଉ ଏଇଟା ହେଉଛି ଗୋଟେ ତଳିଆ ଅଞ୍ଚଳ, ଏଠି ବନ୍ୟା ଆସିଲେ ଏଠି ଲୋକମାନେ ବେଶୀ କ୍ଷତି ପହଞ୍ଚିବେ, ଏଇଟା ବାତ୍ୟା ଅଞ୍ଚଳ, ତ ଏଠି ଲୋକମାନଙ୍କର କ୍ଷତି ହେବ, ତ ସେ ସବୁକୁ ସେମାନେ ବୁଝାବୁଝି କରନ୍ତି। ଏଥିସହିତ ତାମାନେ ତା ପାଇଁ ସଠିକ୍ ସେମାନେ କ'ଣ କରନ୍ତି ନା ତାଙ୍କର ଯାହା ବି ତାଙ୍କ ସବୁ କରିବା ଦରକାର ସେସବୁ କାର୍ଯ୍ୟ କରିଥାନ୍ତି। ତାପରେ ଦେଖିବା ଯେ ପୁନର୍ନିର୍ମାଣ କାର୍ଯ୍ୟ, ଏହି ସଂସ୍ଥା ବିପର୍ଯ୍ୟୟ ଘଟିଥିବା ଅଞ୍ଚଳରେ ପୁନର୍ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରିଥାଏ ଏବଂ କ୍ଷୟକ୍ଷତି ଘଟିଥିବା ଅଞ୍ଚଳରେ ପୁନଃନିର୍ମାଣ କାର୍ଯ୍ୟ ନିମନ୍ତେ ଆବଶ୍ୟକ ଖର୍ଚ୍ଚ ହିସାବ କରି ରାଜ୍ୟ ସରକାରଙ୍କୁ କ'ଣ କରିଥାଏ ନା ସେ ତା'ର ରିପୋର୍ଟ ବା ପ୍ରସ୍ତୁତ କରି ସରକାରଙ୍କୁ ସେ ପ୍ରଦାନ କରିଥାଏ। ତେଣୁ ଯେଉଁ ଅଞ୍ଚଳରେ ଧରାଯାଉ କିଛି ଗୋଟେ ବିପର୍ଯ୍ୟୟ ଘଟିଗଲା, ତ ସେ ଅଞ୍ଚଳରେ କ୍ଷତି କ'ଣ ହେଲା, ତ ସେ କ୍ଷତିକୁ ସେମାନେ କେମିତିକା ସୁଧୁରି ପାରିବେ, ଧରାଯାଉ ଆମର ସେଠି ଇଲେକ୍ଟ୍ରିସିଟି ପ୍ରଭାବିତ ହେଇଥିବ ବା ପାଣି ଆସୁନଥିବ, ସେସବୁକୁ ଯାଇକି ସେମାନେ ସେଠି ଠିକ୍ କରିବା ସହିତ ଯାହା ବି ସବୁ କ୍ଷୟକ୍ଷତି ହେଇଥିବ ତା'ର ରିପୋର୍ଟ ସରକାରଙ୍କୁ ଦେବେ, ଯାହାଫଳରେ ସରକାର ସେଇ ଅସହାୟ ବା ଯାହା ଉପରେ ସେଗୁଡ଼ା ସବୁ ବିତିଥିବ ସେଇ ବିପର୍ଯ୍ୟସ୍ତ ଲୋକମାନଙ୍କୁ ସାହାଯ୍ୟ କରିପାରିବ। ବିଭିନ୍ନ ସହାୟତା ସଂସ୍ଥା ସହିତ ସମ୍ପର୍କ, ଯେମିତି ଆମେ ଭାରତ ସରକାରଙ୍କ ବିଷୟ ଯେମିତି ପଢ଼ିଥିଲୁ, ଯେ ଯେଉଁ ଆମର NGO ସବୁ ରହିଛନ୍ତି, ତ ତାଙ୍କ ମଧ୍ୟରେ ସମ୍ପର୍କ ରକ୍ଷା କରିଥାଏ, ଯାହାଫଳରେ ଆମର ଗୋଟିଏ ଲକ୍ଷ୍ୟ ଯେ ଲୋକମାନେ କେମିତି ଉଦ୍ଧାର ହୋଇପାରିବେ। ତାପରେ ଯେ ବିପର୍ଯ୍ୟୟ ପରିଚାଳନା ପାଇଁ ନୀତି ନିର୍ଦ୍ଧାରଣ, ଏହି ସଂସ୍ଥା ବିପର୍ଯ୍ୟୟ ମୁକାବିଲା କରିବା ନିମନ୍ତେ ରାଜ୍ୟର ପ୍ରତିଟି ଜିଲ୍ଲା ବ୍ଲକ ସ୍ତରୀୟ ପ୍ରଶାସକଙ୍କୁ ତାଲିମ ଦେବା ସହ ମାର୍ଗଦର୍ଶିକା ଦେଇଥାଏ, ଯେ କେମିତି ସେମାନେ ଜିରୋ କାଜୁଆଲିଟିକୁ ସେମାନେ ଗୁରୁତ୍ୱ ରୂପେ ଦେଇକି ସେମାନେ କେମିତିକା ସମସ୍ତଙ୍କୁ ବଞ୍ଚେଇ ପାରିବେ। ତାପରେ ଆଶ୍ରୟସ୍ଥଳୀ ପ୍ରତିଷ୍ଠା, ଆମେ ଜାଣିଛୁ ଆମର ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଆମର ଅଛି, ସବୁ ପ୍ରତିଷ୍ଠା କରାଯାଇଛି। ଏହି ସଂସ୍ଥା ରାଜ୍ୟରେ ସଂଗଠିତ ବନ୍ୟା, ବାତ୍ୟା, ଭୂମିକମ୍ପ, ଗୃହଦାହ ଆଦି ଦାଉରୁ ଜନସାଧାରଣଙ୍କୁ ରକ୍ଷା କରିବା ବା ଉଦ୍ଧାର କରିବା ନିମନ୍ତେ ବନ୍ୟା ବାତ୍ୟା ପୂର୍ବରୁ ବା ପରେ ଆଶ୍ରୟସ୍ଥଳୀ ମାନଙ୍କରେ ସେମାନଙ୍କୁ ରହିବା ପାଇଁ ବନ୍ଦୋବସ୍ତ କରିଥାଏ। ତ ବନ୍ଦୋବସ୍ତ କରିଥାଏ, ଏଥିସହିତ ତାଙ୍କୁ କ'ଣ କରିଥାଏ, ଏହି ଆଶ୍ରୟସ୍ଥଳୀରେ ରାଜ୍ୟରେ ଥିବା ସମସ୍ତ ଜିଲ୍ଲାର ନୀତିକୁ ପଞ୍ଚାୟତ ଓ ଗ୍ରାମମାନଙ୍କରେ ପ୍ରତିଷ୍ଠା କରିଥାଏ। ପ୍ରତ୍ୟେକ ପଞ୍ଚାୟତରେ ନିଶ୍ଚିତ ରୂପେ ଜଣକାର କ'ଣ ଅଛି ନା ବନ୍ୟା ବା ବାତ୍ୟା ଆଶ୍ରୟସ୍ଥଳୀ ଅଛି। ତାପରେ ଦେଖିବା 6 ନମ୍ବର ପ୍ରଶ୍ନ, ଯେ ସତର୍କ ସୂଚନା ପ୍ରଦାନ କରିଥାଏ, ଏହି ସଂସ୍ଥା ସମ୍ଭାବ୍ୟ ବନ୍ୟା, ବାତ୍ୟା, ଭୂମିକମ୍ପର ପୂର୍ବ ସୂଚନା ଅନୁମାନ ଜନସାଧାରଣମାନଙ୍କ ନିକଟରେ ପହଞ୍ଚିବା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ସତର୍କ ସୂଚନା ଯୋଗାଇ ଦେଇଥାଏ ଆଉ ଘର ଖାଲି କରିବା ପାଇଁ ଆଗୁଆ ପଦକ୍ଷେପ ନେଇଥାଏ। ତାପରେ ଗ୍ରହଣ କରିଥିବା ମୁଖ୍ୟ ପଦକ୍ଷେପ କ'ଣ ଦେଖିବା, ଯେ ଏହି ସଂସ୍ଥା କ'ଣ ସବୁ ଗ୍ରହଣ କରିଛି ଦେଖ, ଆମ ଯେଉଁ ବିଗତ ବର୍ଷମାନଙ୍କରେ, ଯେ ଏହି ସଂସ୍ଥା 2013 ମସିହାର ସଂଗଠିତ ଫାଇଲିନ୍ ମହାବାତ୍ୟାରେ 1 ମିଲିୟନ ବ୍ୟକ୍ତି ବିଶେଷକୁ ଉଦ୍ଧାର କରିଥିଲା, ଯାହାଫଳରେ ସେଇଟା ଗୋଟେ ଆମ ରାଜ୍ୟ ପାଇଁ ଗୋଟେ ବହୁତ ବଡ଼ ସଫଳତା ଆମେ କହିଲେ ଅତ୍ୟୁକ୍ତି ହେବ ନାହିଁ। 2014 ମସିହାରେ ହୁଡ଼ହୁଡ଼ ବାତ୍ୟା ପରେ ପୁନର୍ନିର୍ମାଣ କାର୍ଯ୍ୟମାନ ହୋଇଥିଲା। 2015 ମସିହାରେ ନେପାଳ ସଂଗଠିତ ଭୂମିକମ୍ପ ଉଦ୍ଧାର କରିବା ପାଇଁ ରିଲିଫ୍ ବାଣ୍ଟିବା କ୍ଷେତ୍ରରେ ସହାୟତା କରିଥିଲା କି ଆମର ଓଡ଼ିଶା। ଆଉ 2018 ମସିହାରେ ଓଡ଼ିଶାରେ ଦେଖାଯାଇଥିବା ତିତ୍ଲି ବାତ୍ୟା କବଳରୁ ପ୍ରାୟ 3 ଲକ୍ଷ ବ୍ୟକ୍ତି ବିଶେଷ ଆମର କୁ ଉଦ୍ଧାର କରିଥିଲା ମସିହାରେ। ଆଚ୍ଛା, ଆଉ ଫନି ବାତ୍ୟା ବଳରୁ 1.2 ମିଲିୟନ ବ୍ୟକ୍ତି ବିଶେଷକୁ ଉଦ୍ଧାର କରି ପ୍ରାୟ 4,000 ବାତ୍ୟାଶ୍ରୟସ୍ଥଳୀ ଯୋଗାଇ ଦେଇଥିଲା ଏବଂ ରାଜ୍ୟ 2020 ମସିହାରେ ଅମ୍ଫନ ବାତ୍ୟା କବଳରୁ ପ୍ରାୟ କେତେ ଆମର
6,58,000 ବ୍ୟକ୍ତିବିଶେଷକୁ ଉଦ୍ଧାର କରିବା ସଫଳ ହୋଇଥିଲା। ତ ଏ ଆଜିର କ୍ଲାସ୍ରେ ଆମେ ପଢ଼ିଲୁ ଦୁଇଟା ଆମର ଯେଉଁ ପ୍ରାକୃତିକ ବିପର୍ଯ୍ୟୟର ଯେଉଁ ପରିଚାଳନା ପାଇଁ ରାଜ୍ୟସ୍ତରୀୟ ଏବଂ ଆମ ଦେଶସ୍ତରୀୟ କ'ଣ ରହିଛି ତାକୁ ଆମେ ଜାଣିଲୁ। ତ ଆଗକୁ ଏମିତି ଅନେକ ସାରା କ୍ଲାସେସ୍ ପାଇଁ ଚ୍ୟାନେଲଟିକୁ ନିଶ୍ଚିତ ରୂପେ ସବସ୍କ୍ରାଇବ୍ କରିଦେଇକି ଅଲ୍ ନୋଟିଫିକେସନ୍କୁ ପ୍ରେସ୍ କରିଦେଇଥିବେ।